ନମସ୍କାର। 2026 ମସିହାକୁ ନେଇ ଆମ ସମସ୍ତଙ୍କ ମନରେ ଅନେକ ଆଶା ଆଉ କିଛି କିଛି ପ୍ରଶ୍ନ ବି ରହିଛି। ବିଶେଷ କରି ଯେତେବେଳେ କଥା ଆସେ କ୍ୟାରିୟର, ସମ୍ପର୍କ, ସ୍ୱାସ୍ଥ୍ୟ ଏସବୁ ବିଷୟରେ, ସେତେବେଳେ ଗୋଟେ ସଠିକ୍ ଦିଗ୍ଦର୍ଶନର ବହୁତ ଆବଶ୍ୟକତା ପଡ଼େ। ତେଣୁ ଆଜି ଆମେ ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ 2026 ବର୍ଷର ସୂକ୍ଷ୍ମତାକୁ ବୁଝିବାକୁ ଚେଷ୍ଟା କରିବା। ଆମ ସହିତ ଶେଷ ପର୍ଯ୍ୟନ୍ତ ରୁହନ୍ତୁ। ଆଜ୍ଞା, ଆଜିର ଏହି ଆଲୋଚନାର ଆଧାର ହେଉଛି ଅଗ୍ରଣୀ ଜ୍ୟୋତିର୍ବିଦ୍, ରେକି ହିଲର ଏବଂ ଟାରୋଟ୍ କାର୍ଡ ରିଡର ଶ୍ରୀମତୀ ରୋଜାଙ୍କ ଦ୍ୱାରା ପ୍ରସ୍ତୁତ ଏକ ବିସ୍ତୃତ ବିଶ୍ଳେଷଣ। ଆମର ଉଦ୍ଦେଶ୍ୟ କେବଳ ଭବିଷ୍ୟବାଣୀ କରିବା ନୁହେଁ, ବରଂ କହିଲେ ଗ୍ରହମାନଙ୍କର ସ୍ଥିତି ପଛରେ ଥିବା ପ୍ରଭାବକୁ ବୁଝିବା। ଠିକ୍ ଅଛି, ତେବେ ଚାଲନ୍ତ ଆରମ୍ଭ କରିବା। ଶ୍ରୀମତୀ ରୋଜାଙ୍କ ବିଶ୍ଳେଷଣ ଅନୁଯାୟୀ 2026 ମୀନ ରାଶି ପାଇଁ ଏକ ବହୁତ ବଡ଼ ପରିବର୍ତ୍ତନର ବର୍ଷ ହେବ। ତେବେ ଏହି ପରିବର୍ତ୍ତନ ପଛରେ ମୁଖ୍ୟ କାରଣ କ'ଣ? କେଉଁ ଗ୍ରହମାନେ ଏହା ପାଇଁ ଦାୟୀ? ହଁ, ଏହି ବର୍ଷର ମଞ୍ଚକୁ ମୁଖ୍ୟତଃ 3ଟି ଶକ୍ତିଶାଳୀ ଗ୍ରହ ସଜାଉଛନ୍ତି: ରାହୁ, କେତୁ ଆଉ ଶନି। ପ୍ରଥମେ ଆସନ୍ତୁ ରାହୁଙ୍କ କଥା ଦେଖିବା। ରାହୁ ଆପଣଙ୍କ ରାଶିରେ ପ୍ରଥମ ଘରେ ରହିବେ, ଆଉ ଜ୍ୟୋତିଷରେ ପ୍ରଥମ ଘରକୁ ନିଜର ବା ବ୍ୟକ୍ତିତ୍ୱର ଘର କୁହାଯାଏ। ଆଚ୍ଛା। କଳ୍ପନା କରନ୍ତୁ, ପ୍ରଥମ ଘର ହେଉଛି ଆପଣଙ୍କର ଜୀବନର ମୁଖ୍ୟ ମଞ୍ଚ, ଆଉ ରାହୁ ହେଉଛନ୍ତି ଜଣେ କଣକନ୍ତି ୱାଇଲ୍ଡ କାର୍ଡ ଏଣ୍ଟ୍ରି। ତ ଯେତେବେଳେ ସେ ମୁଖ୍ୟ ମଞ୍ଚକୁ ଆସନ୍ତି, ସେ ସମସ୍ତଙ୍କର ଧ୍ୟାନ ନିଜ ଆଡ଼କୁ ଟାଣି ନିଅନ୍ତି। ଏହାର ଅର୍ଥ କ'ଣ? ନିଜ ଭିତରେ ଗୋଟେ ଦ୍ୱନ୍ଦ୍ୱ ସୃଷ୍ଟି ହେବ, ଯେମିତି ମୁଁ ପ୍ରକୃତରେ କିଏ, କିମ୍ବା ମୋତେ କ'ଣ କରିବାକୁ ହେବ, ଏମିତି କିଛି? ଏକଦମ ଏକ ପରିଚୟର ସଙ୍କଟ ଭଳି ଲାଗିପାରେ, କିନ୍ତୁ ଏହାର ଏକ ଭଲ ଦିଗ ବି ଅଛି। ଏହା ନିଜକୁ ଏକ ନୂଆ ଢଙ୍ଗରେ ଦେଖିବାର ସୁଯୋଗ ଦିଏ। ଏହାପରେ ଆସୁଛନ୍ତି କେତୁ। ସେ ଠିକ୍ ସପ୍ତମ ଘରେ ଅଛନ୍ତି, ଯାହାକି ସମ୍ପର୍କର ଘର, ଆଉ କେତୁଙ୍କ ସ୍ୱଭାବ ହେଉଛି ବିରକ୍ତି ବା ଅଲଗା ହେବା। ତେବେ ତ ଏହା ସମ୍ପର୍କ ପାଇଁ ଟିକେ ଚିନ୍ତାର ବିଷୟ। ସମ୍ପର୍କରେ ଦୂରତା ଆସିପାରେ। ଦୂରତା ଆସିପାରେ, କିନ୍ତୁ ଏହାକୁ ଗୋଟେ ସମ୍ପର୍କର ଅଡିଟ୍ ବୋଲି ଭାବିବା ଦରକାର। କେତୁ ପ୍ରଶ୍ନ କରନ୍ତି, ଏ ସମ୍ପର୍କଟା କେବଳ ଏକ ଅଭ୍ୟାସ, ନା ଏହାର କିଛି ଗଭୀର ଅର୍ଥ ଅଛି? ଆଉ ତୃତୀୟ ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛନ୍ତି ଶନି, ଯାହାଙ୍କର 7.5ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେଉଛି। 7.5? ଓହୋ, ଏହି ଶବ୍ଦ ଶୁଣିଲେ ହିଁ ଅନେକ ଲୋକ ଡରିଯାଆନ୍ତି। କିନ୍ତୁ ଶ୍ରୀମତୀ ରୋଜାଙ୍କ ବିଶ୍ଳେଷଣରେ କ'ଣ ଏହାକୁ କେବଳ ଏକ ଖରାପ ସମୟ ବୋଲି କୁହାଯାଇଛି, ନା ଏହାର କିଛି ଅଲଗା ଅର୍ଥ ଅଛି? ଏଇଠି ହିଁ କଥାଟା ବହୁତ ମଜାଦାର। ଶ୍ରୀମତୀ ରୋଜା ଏହାକୁ କେବଳ କଷ୍ଟକର ସମୟ ନ କହି ଏହାକୁ ଉତ୍ତରଦାୟିତ୍ୱର ଦର୍ପଣ ବା ଆକାଉଣ୍ଟେବିଲିଟି ମିରର ବୋଲି କହିଛନ୍ତି। ଭାବନ୍ତୁ, ଶନି ଗୋଟେ ଦର୍ପଣ ଧରି ଆପଣଙ୍କ ସାମ୍ନାରେ ଠିଆ ହେଉଛନ୍ତି, ଆଉ ସେ ସବୁ ଦୁର୍ବଳତା ଦେଖାଉଛନ୍ତି ଯାହାକୁ ଆପଣ ବର୍ଷ ବର୍ଷ ଧରି ଅଣଦେଖା କରି ଆସିଛନ୍ତି। ଯେପରିକି ସ୍ୱାସ୍ଥ୍ୟ ପ୍ରତି ଅବହେଳା, ଟଙ୍କା ପଇସାରେ ଅନିୟମିତତା କିମ୍ବା କ୍ୟାରିୟରରେ ଆଳସ୍ୟ। ଏହାକୁ ସାମ୍ନା କରିବା ଟିକେ କଷ୍ଟକର, ହେଲେ ଏକ ମଜବୁତ ଭବିଷ୍ୟତ ପାଇଁ ଏହା ବହୁତ ଜରୁରୀ। ବାଃ, ଏହା ତ ପୁରା ଦୃଷ୍ଟିକୋଣକୁ ବଦଳାଇ ଦେଉଛି। ତେବେ ଏହା ଏକ ଦଣ୍ଡ ନୁହେଁ, ବରଂ ଗୋଟେ ପ୍ରକାର କସ୍ମିକ୍ ଅଡିଟ୍। ତେବେ ଚାଲନ୍ତୁ ଦେଖିବା, ଏଇ ଉତ୍ତରଦାୟିତ୍ୱର ଦର୍ପଣ କ୍ୟାରିୟର କ୍ଷେତ୍ରରେ କେମିତି କାମ କରିବ। କର୍ମକ୍ଷେତ୍ର ଗୋଟେ ପ୍ରକାର ପରୀକ୍ଷା କ୍ଷେତ୍ର ହୋଇଯିବ। ଶନିଙ୍କ ପ୍ରଭାବରେ କେବଳ କଠିନ ପରିଶ୍ରମ ନୁହେଁ, ବରଂ ନିଜର ଦକ୍ଷତାକୁ ବାରମ୍ବାର ପ୍ରମାଣିତ କରିବାକୁ ପଡ଼ିବ। ଆଉ ବର୍ଷର ଆରମ୍ଭରେ ବୃହସ୍ପତିଙ୍କ ସ୍ଥିତି ଯୋଗୁଁ ଲାଗିପାରେ କି ବହୁତ ପରିଶ୍ରମ କଲା ପରେ ବି ଫଳ ମିଳୁନି। ହଁ, ପୁରା ସେମିତି, ଯେମିତି ଗୋଟେ ଟ୍ରେଡମିଲରେ ଦୌଡ଼ିବା ଭଳି ଅନୁଭବ ହେବ। ତେବେ ସେହି ସମୟରେ ଜଣେ କ'ଣ କରିବା ଉଚିତ, ଯେତେବେଳେ ଆଗକୁ ବଢ଼ିବାର ରାସ୍ତା ଦେଖାଯାଉନି? ଧୈର୍ଯ୍ୟ ଓ ସ୍ମାର୍ଟ ୱାର୍କ। ଏଠି କେବଳ ଘଣ୍ଟା ଘଣ୍ଟା କାମ କରିବା ଯଥେଷ୍ଟ ନୁହେଁ, ସଠିକ୍ ଦିଗରେ କାମ କରିବା ଜରୁରୀ। ଆଉ ଗୋଟେ ଭଲ କଥା ହେଉଛି, ରାହୁଙ୍କ ପ୍ରଭାବ ଯୋଗୁଁ ବିଦେଶ ସହ ଜଡ଼ିତ କାର୍ଯ୍ୟରେ ଅପ୍ରତ୍ୟାଶିତ ସଫଳତା ମିଳିପାରେ। ବର୍ଷର ମଝି ହାରାହାରି ବେଳକୁ ସ୍ଥିତିରେ ସୁଧାର ଆସିବ। ଆଚ୍ଛା, ଏହାକୁ ଟିକେ ସରଳ ଭାବରେ ବୁଝିବା। ଧରାଯାଉ ଜଣେ ଶ୍ରୋତା ଜଣେ ସଫ୍ଟୱେର ଇଞ୍ଜିନିୟର। ତେବେ ତାଙ୍କ ପାଇଁ ଏହାର ଅର୍ଥ କ'ଣ ହେବ ଯେ ସେ ନିଜ କମ୍ପାନୀ ଭିତରେ ପଦୋନ୍ନତି ପାଇଁ ଚେଷ୍ଟା ନ କରି ବରଂ କମ୍ପାନୀର କୌଣସି ବିଦେଶୀ ପ୍ରୋଜେକ୍ଟରେ କାମ କରିବାକୁ ଚେଷ୍ଟା କରିବା ଦରକାର? ଏକଦମ ସଠିକ୍ ଉଦାହରଣ। ଏହାର ଅର୍ଥ ହେଉଛି ନିଜର ଶକ୍ତିକୁ ସେହି ଦିଗରେ ଲଗାଇବା ଯେଉଁଠି ଗ୍ରହମାନଙ୍କର ସମର୍ଥନ ଅଛି। ବ୍ୟବସାୟମାନଙ୍କ ପାଇଁ ଏହାର ଅର୍ଥ ହେଉଛି ଦେଶ ଭିତରେ ବଡ଼ ନିବେଶ ନ କରି ବରଂ ବିଦେଶୀ ବଜାର ଉପରେ ଧ୍ୟାନ ଦେଲେ ଲାଭ ମିଳିବ। କ୍ୟାରିୟରରେ ଏତେ ପରିଶ୍ରମ ଆଉ ଫଳ ମିଳିବାରେ ଡେରି, ଏହାର ପ୍ରଭାବ ତ ନିଶ୍ଚୟ ଆର୍ଥିକ ସ୍ଥିତି ଉପରେ ପଡ଼ୁଥିବ। ଟଙ୍କା ପଇସା ମାମଲାରେ ଏ ଅଡିଟ୍ କେମିତି ହେବ? ଏହା ଅପ୍ରତ୍ୟାଶିତ ଖର୍ଚ୍ଚ ରୂପେ ଦେଖାଯିବ।
କିନ୍ତୁ ଶ୍ରୀମତୀ ରୋଜାଙ୍କ ମତରେ ଏ ଖର୍ଚ୍ଚଗୁଡ଼ିକ ହଠାତ୍ ଆସେନି। ଏଗୁଡ଼ିକ ସେହି ଜିନିଷ ଉପରେ ହୁଏ ଯାହାକୁ ଆମେ ଅଣଦେଖା କରିଥାଉ, ଯେମିତି ଏକ ପୁରୁଣା ଗାଡ଼ିର ମରାମତି, କିମ୍ବା କୌଣସି ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଆମେ ଟାଳି ଦେଇଥାଉ, ହଁ କିମ୍ବା ଘରର କିଛି ଜରୁରୀ କାମ। ତେଣୁ ଏଗୁଡ଼ିକ ବାଧ୍ୟତାମୂଳକ ଖର୍ଚ୍ଚ ଯାହା ଆମ ହିସାବକୁ ଠିକ୍ କରିବାକୁ ଆସେ। ତେବେ ଏ ବର୍ଷର ମୁଖ୍ୟ ଆହ୍ୱାନ କେବଳ ଅଧିକ ରୋଜଗାର କରିବା ନୁହେଁ, ବରଂ ଖର୍ଚ୍ଚକୁ ପୁରା ଅନୁଶାସନ ସହ ପରିଚାଳନା କରିବା। ଏମିତିରେ ତ ସଞ୍ଚୟ କରିବା ବହୁତ କଷ୍ଟକର ହେବ। ବହୁତ କଷ୍ଟକର। ସେଥିପାଇଁ ବିଶ୍ଳେଷଣରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ କୌଣସି ପ୍ରକାରର ଋଣ କାରବାରରୁ ଦୂରେଇ ରୁହନ୍ତୁ। ଏହା ନୂଆ ଗାଡ଼ି କିମ୍ବା ଘର ପାଇଁ ଲୋନ୍ ନେବାର ବର୍ଷ ନୁହେଁ। ଏ ବର୍ଷର ଶକ୍ତି ହେଉଛି ସୁଦୃଢ଼ୀକରଣ ପାଇଁ, ସମ୍ପ୍ରସାରଣ ପାଇଁ ନୁହେଁ। ତେବେ ଗୋଟେ ଆଶାର କିରଣ ବି ଅଛି। ବର୍ଷର ଶେଷ ଆଡ଼କୁ ବୃହସ୍ପତିଙ୍କ କୃପାରୁ କିଛି ଆର୍ଥିକ ସୁଧାର ଆସିପାରେ। କ୍ୟାରିୟର ଏବଂ ଅର୍ଥର ଏହିସବୁ ଚାପର ପ୍ରଭାବ ତ ଶରୀର ଉପରେ ପଡ଼ିବା ସ୍ୱାଭାବିକ। ସ୍ୱାସ୍ଥ୍ୟକୁ ନେଇ କ'ଣ କୁହାଯାଇଛି? ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ। 2026ରେ ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା ଶରୀରରୁ ଆରମ୍ଭ ହେବନି, ବରଂ ମନରୁ ଆରମ୍ଭ ହେବ। 7.5 ମୁଖ୍ୟତଃ ମାନସିକ ଚାପ, ଅନିଦ୍ରା ଏବଂ କହିଲେ ଗୋଟେ ଅଜଣା ଭୟ ସୃଷ୍ଟି କରେ। ଏହି ମାନସିକ ଅଶାନ୍ତି ପରେ ଶାରୀରିକ ସମସ୍ୟା ହୋଇ ଦେଖାଦିଏ। କେଉଁ ପ୍ରକାରର ଶାରୀରିକ ସମସ୍ୟା ଦେଖାଦେବାର ସମ୍ଭାବନା ଅଧିକ? ବିଶ୍ଳେଷଣରେ ମୁଖ୍ୟତଃ ପେଟ ସମ୍ବନ୍ଧୀୟ ସମସ୍ୟା, ଯେମିତି ହଜମରେ ଗଡ଼ବଡ଼, ଆଉ ଏହା ସହିତ ଆଖି, ପାଦ ଏବଂ ସ୍ନାୟୁ ପ୍ରଣାଳୀ ସମ୍ବନ୍ଧୀୟ ସମସ୍ୟା ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ଶରୀର ଏହିସବୁ ଲକ୍ଷଣ ଦେଇ ସଙ୍କେତ ଦିଏ ଯେ ମନ କେତେ ଚାପରେ ଅଛି। ତେବେ ଏହାର ସମାଧାନ କେବଳ ଔଷଧ ନୁହେଁ, ବରଂ ଏକ ସୁସ୍ଥ ଜୀବନଶୈଳୀ, ଠିକ୍ ନା? ଏକଦମ। ସେଥିପାଇଁ ସବୁଠାରୁ ଭଲ ଉପାୟ ହେଉଛି ଏକ ଦୈନନ୍ଦିନ ରୁଟିନ୍, ଯେଉଁଥିରେ ଯୋଗ, ଧ୍ୟାନ ଆଉ ଠିକ୍ ଖାଦ୍ୟପେୟ ଥିବ। ଏହା ମାନସିକ ଚାପକୁ ସହିବା ପାଇଁ ଏକ ମଜବୁତ ନୀତି ସ୍ଥାପନ କରିବା ଭଳି। ଏବେ ଆସନ୍ତୁ ସମ୍ପର୍କ ବିଷୟରେ କଥା ହେବା। ଆମେ ଆରମ୍ଭରୁ ଆଲୋଚନା କରିଥିଲେ ଯେ କେତୁ ସପ୍ତମ ଘରେ ରହି ଏକ ସମ୍ପର୍କର ଅଡିଟ୍ କରିବେ। ଏହା ତ ପ୍ରେମ ଏବଂ ବୈବାହିକ ଜୀବନ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ଲାଗୁଛି। ନିଶ୍ଚିତ ଭାବେ କେତୁ ଗୋଟେ ଫିଲ୍ଟର ଭଳି କାମ କରନ୍ତି। ଯଦି କୌଣସି ସମ୍ପର୍କ କେବଳ ବାହାରର ଆକର୍ଷଣ କିମ୍ବା ସାମାଜିକ ଚାପ ଉପରେ ତିଷ୍ଠିଛି, ତେବେ ସେଥିରେ ଗୋଟେ ଶୂନ୍ୟତା କିମ୍ବା ବିରକ୍ତି ଭାବ ଆସିପାରେ। ଛୋଟ ଛୋଟ କଥାରେ ବଡ଼ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ତେବେ କ'ଣ ଏହା ବ୍ରେକଅପ୍ର ବର୍ଷ? ଜରୁରୀ ନୁହେଁ। ଏହା ରିଆଲାଇନମେଣ୍ଟ ବା ପୁନଃ ସମନ୍ୱୟର ବର୍ଷ। ଯେଉଁ ସମ୍ପର୍କରେ ସଚ୍ଚୋଟତା ଏବଂ ଗଭୀର ବୁଝାମଣା ଅଛି, ସେମାନଙ୍କ ପାଇଁ ଏହି ସମୟ ସମ୍ପର୍କକୁ ଆହୁରି ମଜବୁତ କରିବ। ବିବାହିତ ବ୍ୟକ୍ତିମାନଙ୍କୁ ପରସ୍ପରର ବ୍ୟକ୍ତିଗତ ସ୍ଥାନକୁ ସମ୍ମାନ ଦେବାକୁ ପଡ଼ିବ। ଆଉ ଯେଉଁମାନେ ଅବିବାହିତ ଏବଂ ଏକ ନୂଆ ସମ୍ପର୍କ ଖୋଜୁଛନ୍ତି, ସେମାନଙ୍କ ପାଇଁ କ'ଣ ପରାମର୍ଶ? ବିବାହ ପ୍ରସ୍ତାବ ଆସିପାରେ, କିନ୍ତୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତରବର ନ ହୋଇ ଧୀରେ ଧୀରେ ଆଗକୁ ବଢ଼ିବାକୁ ପରାମର୍ଶ ଦିଆଯାଇଛି। କାରଣ ରାହୁ ନିଜ ଉପରେ ଆଉ କେତୁ ସମ୍ପର୍କ ଉପରେ ପ୍ରଭାବ ପକାଉଛନ୍ତି। ତେଣୁ କୌଣସି ଭୁଲ କାରଣରୁ ବାନ୍ଧି ହୋଇଯିବାର ଆଶଙ୍କା ରହିଛି। ବୁଝିଲେ। ଏହି ସବୁ ଶକ୍ତି ପରିବାର ଏବଂ ଶିକ୍ଷା କ୍ଷେତ୍ରକୁ କିପରି ପ୍ରଭାବିତ କରିବ? ପାରିବାରିକ ଦାୟିତ୍ୱ ବଢ଼ିବାର ସମ୍ଭାବନା ଅଛି। ହୁଏତ ପିତାମାତାଙ୍କର ଯତ୍ନ ନେବା ହୋଇପାରେ, କିମ୍ବା ପରିବାରରେ ଶାନ୍ତି ବଜାୟ ରଖିବାର ଦାୟିତ୍ୱ। ଆଉ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ବର୍ଷର ସବୁଠାରୁ ବଡ଼ ଆହ୍ୱାନ ହେବ ଏକାଗ୍ରତା। ତେବେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହା ବୁଦ୍ଧିର ଅଭାବ ନୁହେଁ, ବରଂ ଧ୍ୟାନ କେନ୍ଦ୍ରିତ କରିବାର ସଂଘର୍ଷ। ଏକଦମ ସଠିକ୍। ରାହୁଙ୍କ ପ୍ରଭାବରେ ମନ ଏପଟ ସେପଟ ହୋଇପାରେ, ଏକା ସାଙ୍ଗରେ ଅନେକ ଜିନିଷ କରିବାକୁ ଇଚ୍ଛା ହୋଇପାରେ। ତେଣୁ ମନକୁ ବିଚଳିତ କରୁଥିବା ଜିନିଷଠାରୁ ଦୂରେଇ ରହିବା ଜରୁରୀ। କିନ୍ତୁ ଏଠାରେ ମଧ୍ୟ ଏକ ଭଲ ଖବର ଅଛି। ଉଚ୍ଚଶିକ୍ଷା ପାଇଁ, ବିଶେଷ କରି ବିଦେଶ ଯାତ୍ରା ପାଇଁ ସମୟ ଅନୁକୂଳ ରହିବ। ତେବେ ଯଦି ଆମେ ଏସବୁକୁ ଏକାଠି କରି ଦେଖିବା, 2026 ମୀନା ରାଶି ପାଇଁ ଏକ ଗଭୀର ଆତ୍ମମନ୍ଥନର ବର୍ଷ। କ୍ୟାରିୟର, ଅର୍ଥ, ସ୍ୱାସ୍ଥ୍ୟ କିମ୍ବା ସମ୍ପର୍କ, ସବୁ କ୍ଷେତ୍ରରେ କିଛି କଠୋର ସତ୍ୟକୁ ସାମ୍ନା କରି ଏକ ମଜବୁତ ଭିତ୍ତିଭୂମି ସ୍ଥାପନ କରିବାର ବର୍ଷ। ଏହା ଅନୁଶାସନ ଏବଂ ଧୈର୍ଯ୍ୟର ବର୍ଷ। ଏହା ହିଁ ଏହି ବର୍ଷର ସଠିକ୍ ସାରାଂଶ। ଏହା ଏକ ଫାଉଣ୍ଡେସନାଲ ବା ଭିତ୍ତିଭୂମି ପ୍ରସ୍ତୁତ କରିବାର ବର୍ଷ। ଏହି ବର୍ଷ କରାଯାଇଥିବା କଠିନ ପରିଶ୍ରମ ଆଗାମୀ ବର୍ଷଗୁଡ଼ିକରେ ବହୁତ ବଡ଼ ଫଳ ଦେବ। ଶ୍ରୀମତୀ ରୋଜାଙ୍କ ବିଶ୍ଳେଷଣ ଅନୁସାରେ ଏହା କେବଳ କଷ୍ଟରେ କାଟିଦେବାର ବର୍ଷ ନୁହେଁ, ବରଂ ନିଜକୁ ଗଢ଼ିବାର ବର୍ଷ। ଠିକ୍ ଅଛି। ତେବେ ଶ୍ରୋତାମାନଙ୍କ ପାଇଁ କିଛି ପଦକ୍ଷେପ। ଆପଣ 2026 ମସିହାରେ ନିଜର କେଉଁ ଗୋଟିଏ ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି, ତାହା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।
ଏହି ଆଲୋଚନାକୁ ନିଜ ବନ୍ଧୁ ଏବଂ ପରିବାର ସହିତ ସେୟାର କରନ୍ତୁ। ଆଉ 2026କୁ ଆହୁରି ସଫଳ କରିବା ପାଇଁ ଆପଣମାନେ ଶ୍ରୀମତୀ ରୋଜା ମ୍ୟାମ୍ଙ୍କଠାରୁ ବ୍ୟକ୍ତିଗତ ମାର୍ଗଦର୍ଶନ ମଧ୍ୟ ନେଇପାରିବେ। ହଁ। ଆଉ ଶେଷରେ ଗୋଟେ କଥା ମନେ ରଖିବା ଉଚିତ, ଏହା ଏକ ସାଧାରଣ ରାଶିଫଳ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀ ଅଲଗା ହୋଇଥିବାରୁ ଉତ୍ତମ ଫଳାଫଳ ପାଇଁ ବ୍ୟକ୍ତିଗତ ପରାମର୍ଶ ନେବା ସବୁବେଳେ ଭଲ। ଆଉ ଆମ ଶ୍ରୋତାମାନଙ୍କ ପାଇଁ ଏକ ଚିନ୍ତନୀୟ ପ୍ରଶ୍ନ ସହିତ ଆଜିର ଆଲୋଚନାକୁ ଶେଷ କରିବା। ଏହି ବିଶ୍ଳେଷଣ ଆମକୁ ଆଗାମୀ ବର୍ଷର ଆହ୍ୱାନ ଏବଂ ସୁଯୋଗରେ ଏକ ମାନଚିତ୍ର ଦେଉଛି। ପ୍ରଶ୍ନଟି ହେଉଛି, ଆଗକୁ ଆସୁଥିବା ପାଗ ବିଷୟରେ ଜାଣିବା କ'ଣ ଆମକୁ ଜଣେ ଭଲ ନାବିକରେ ପରିଣତ କରେ, ଯିଏ ଝଡ଼କୁ ସମ୍ଭାଳି ପାରିବ? ନା ଏହା କେବଳ ଆସୁଥିବା କଳା ବାଦଲକୁ ଦେଖି ଆମକୁ ଏତେ ଚିନ୍ତିତ କରିଦିଏ ଯେ ଆମେ ବନ୍ଦର ଛାଡ଼ିବାକୁ ସାହସ କରୁନାହୁଁ? ଏହାର ଉତ୍ତର ବୋଧହୁଏ ଏହି କଥା ଉପରେ ନିର୍ଭର କରେ ଯେ ଆମେ ସେହି ମାନଚିତ୍ରକୁ କିପରି ବ୍ୟବହାର କରୁଛୁ। ଧନ୍ୟବାଦ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।